ଲୋକମାନଙ୍କର ଅବଜ୍ଞାତ କଣ ଅଛନ୍ତି? ମୁଁ କୀଟ। ଯୀଶୁ ନିଜ କଣ କହୁଛନ୍ତି? ମୁଁ କୀଟ, ମୁଁ ମନୁଷ୍ୟ ନୁହେଁ। ମୋ ପ୍ରତି ଲୋକ ଯେମିତି ବ୍ୟବହାର କରିଛନ୍ତି ସେଇଟା କୌଣସି କୀଟ ସହିତ ହିଁ ବ୍ୟବହାର କରାଯାଇ ପାରିବ, ମଣିଷ ସହିତ ନୁହଁ। ମନୁଷ୍ୟ ମାନଙ୍କ ନିନ୍ଦା ପାତ୍ର ଓ ଲୋକମାନଙ୍କର ଅବଜ୍ଞାତ ମୁଁ ଅଟେ, ମୁଁ କୀଟ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ସାପ ଆଉ କୀଟ ମଧ୍ୟରେ ଫରକ ସେଇଟା। ସାପ ଛୋଟ ହେଲେ ମଧ୍ୟ ତାକୁ ଯଦି ଆପଣ ଛୁଇଁବେ ସେ ଚୋଟ ମାରିବାକୁ ଆସିବ, କିନ୍ତୁ କୀଟ ହବ ନାଇଁ। ଆପଣ ତାକୁ ବାଡ଼ିରେ ମାରନ୍ତୁ, ପାଦରେ ଦୋଳି ଦିଅନ୍ତୁ, ରିଆକ୍ସନ କିଛି ନଥିବ। ଏଇଟା ହିଁ ମୂଳ କଥା। ଖ୍ରୀଷ୍ଟଙ୍କର କଣ ରିଆକ୍ସନ କିଛି ନଥିଲା, ସେ ପ୍ରତିହିଂସା କରିନାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କୁ ମଧ୍ୟ ପ୍ରାର୍ଥନା କରିବା ପାଇଁ ପଡିବ, ପ୍ରଭୁ ମତେ କୀଟର ସ୍ୱଭାବ ଦିଅ, ଯେପରି ମୋ ଲାଇଫରେ ଦୁଃଖ ଆସିବା ସମୟରେ, କଷ୍ଟ ଆସିବା ସମୟରେ, ଅପମାନ ଆସିବା ସମୟରେ ପ୍ରଭୁ ମୁଁ ମଧ୍ୟ ନିରବ ରହିପାରିବି। ଏଇଟା ଆମର ପ୍ରାର୍ଥନା ହେବା ଦରକାର। ଯୀଶୁ କହୁଛନ୍ତି ମୁଁ କୀଟ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଏଇ ଏକ୍ସପିରିଏନ୍ସ ଦେଇ ଆପଣଙ୍କୁ ଯିବା ପାଇଁ ପଡିବ। ଲୋକ ଆପଣଙ୍କ ସହିତ ଖରାପ ବ୍ୟବହାର କରିପାରିବେ, କିନ୍ତୁ ଆପଣ କୀଟ ପରି ବ୍ୟବହାର କରିବା ଦରକାର। ନିରବ, ଶାନ୍ତ। ଆପଣ ସମ୍ବାଳ ପୋକକୁ ଦେଖିଛନ୍ତି? ତାକୁ ଆପଣ ବାଡ଼ିରେ ମାରନ୍ତୁ, କେମିତି ମାରନ୍ତୁ, ବିଳି ମରିଯିବ, ରିଏକ୍ସନ କିଛି ନଥିବ। କିନ୍ତୁ ତାର ଶେଷରେ କଣ ବାହାରେ? ସେଠୁ ପ୍ରଜାପତିଟିଏ ବାହାରେ। ଠିକ ସେହିପରି ଆପଣଙ୍କ ଲାଇଫରେ ମଧ୍ୟ ଲୋକମାନେ ହୁଏତ ଆପଣଙ୍କୁ କୁଶଳ ଚଢେଇ ନେଇ ପାରନ୍ତି, କିନ୍ତୁ ଆପଣ ପୁନରୁତ୍ଥିତ ହେବେ, ଗୋଟେ ଗ୍ଲୋରିଫିକେସନ ଶରୀର ସହିତ ଉଠିବେ। ଏଇଟା ମୂଳ କଥା। ଖ୍ରୀଷ୍ଟଙ୍କ ସହିତ ଯଦି କୁଶଳ ହତ ହେଇଛନ୍ତି, ସମାଧି ପ୍ରାପ୍ତ ହେଇଛନ୍ତି, ଖ୍ରୀଷ୍ଟଙ୍କ ସହିତ ଉଠିବେ ଆଉ ଗୌରବଯୁକ୍ତ ଶରୀରରେ ଉଠିବେ। ଆଉ ଖ୍ରୀଷ୍ଟଙ୍କ ସହିତ ଆପଣ ମେଘମାଳରୁ ଆସିବେ, ଆଉ ଖ୍ରୀଷ୍ଟଙ୍କ ରାଜତ୍ୱ କରିବେ, ଆଉ ଖ୍ରୀଷ୍ଟଙ୍କ ସହିତ ସେ ମହିମାର ରାଜ୍ୟରେ ଆପଣ ଗୃହୀତ ହେବେ, ଆଉ ଉତ୍ତରାଧିକାରୀ ହେଇ ରହିବେ। କିନ୍ତୁ ଆପଣଙ୍କୁ କଷ୍ଟ ଦେଇ ଯିବା ପାଇଁ ପଡିବ। ତାପରେ 40 ପର୍ବ ତାର 17 ପଦ ଦେଖିବେ, 40:17। ମାତ୍ର ମୁଁ ଦରିଦ୍ର ଓ ଦିନହୀନ, ତଥାପି ପ୍ରଭୁ ମୋ ବିଷୟରେ ଚିନ୍ତା କରନ୍ତି। ତୁମେ ମୋର ସହାୟ। ମୁଁ ଦରିଦ୍ର ଓ ଦିନହୀନ, ଏଇଟା ଗୋଟେ। ମୁଁ ଦରିଦ୍ର ଆଉ ଦିନହୀନ। ତାପରେ 69:8 ଟିକେ ଦେଖିବେ। ମୁଁ ଆପଣା ଭାତୃଗଣ ପ୍ରତି ଅଜଣା ଓ ମାତୃ ସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି। କଣ? ମୁଁ ଆପଣା ଭାତୃଗଣ ପ୍ରତି ଅଜଣା ଓ ମାତୃ ସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି। ଯୀଶୁଙ୍କର ନିଜର ଭାଇମାନେ ମଧ୍ୟ କେହି ଲାଇକ୍ କରୁନଥିଲେ, ପରେ ଆସିଲେ। ସେଥିପାଇଁ ଯୀଶୁ ଉଠିଲା ପରେ କହୁଛନ୍ତି ମୋର ଭାଇମାନଙ୍କୁ ଜଣା। ତେଣୁ ଯାକୁବ ଲେଖିବା ସମୟରେ ମୁଁ ଯୀଶୁଙ୍କ ଭ୍ରାତା ବୋଲି କହୁନାହାନ୍ତି, ମୁଁ ତାଙ୍କର ଦାସ ଅଟେ ବୋଲି। କେହି, ମୋର କହିବାର ଉଦ୍ଦେଶ୍ୟ କଣ? ଆପଣଙ୍କର ଖ୍ରୀଷ୍ଟିଆନ ଜର୍ଣ୍ଣିରେ ଆପଣଙ୍କ ନିଜ ଲୋକମାନେ ମଧ୍ୟ ଆପଣଙ୍କୁ ତିରସ୍କାର କରିବେ। କେହି ଆପଣଙ୍କ ସହିତ ଠିଆ ହେବେ ନାହିଁ। ଆପଣଙ୍କୁ ଲୋନଲି ରହିବା ପାଇଁ ପଡିବ। ଖ୍ରୀଷ୍ଟଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ଆପଣଙ୍କୁ 10 ଜଣ ଠିଆ ହେବେ ନାହିଁ। ଯୀଶୁଙ୍କ ସହିତ କେହି ଠିଆ ହିଁ ନଥିଲେ, ଖାଲି ଦୂତ ଆସି ଶକ୍ତି ପ୍ରଦାନ କଲେ, ଉଦ୍ଧାର କରିକି ନେଇ ଯାଇନାହାନ୍ତି, ଶକ୍ତି ଦେଲେ, ଯେପରି ଆଗାମୀ ସମୟ ସେ ଆଗକୁ ବଢିପାରିବ। ଠିକ ସେମିତି ଆପଣଙ୍କ ଲାଇଫରେ ମଧ୍ୟ ବାକ୍ୟ ଦ୍ଵାରା, ଆତ୍ମାଙ୍କ ଶକ୍ତି ଦ୍ଵାରା, ପ୍ରେରଣା ଦ୍ଵାରା ପ୍ରଭୁ ଆପଣଙ୍କୁ ମଧ୍ୟ ସାହାଯ୍ୟ କରିବେ ଆଗକୁ ବଢିବା। ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟଟା ଖ୍ରୀଷ୍ଟିଆନ ଜର୍ଣ୍ଣିରେ ବହୁତ ଟଫ୍ ଥିବ। ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। 69:20 ଟିକେ ପଢିବେ। ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି। ପୁଣି କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନଥିଲା, ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ। ଦେଖନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଲାଇଫରେ କେତେ ଫିଟ୍ ହଉଛି ଏଇଟା। ଏଇଟା ଆଉ କେହି କହୁଛି, କିନ୍ତୁ ଭାବବାଣୀ ଭଳିଆ ଯୀଶୁଙ୍କ ବିଷୟରେ କୁହାଯାଉଛି। କଣ ବୋଲିକରି? ନିନ୍ଦା ମୋର ହୃଦୟ ଭଗ୍ନ କରିଅଛି। ଯୀଶୁଙ୍କ ବିରୁଦ୍ଧରେ ଯୋଉ ନିନ୍ଦା କୁହାଯାଉଥିଲା, ହୃଦୟ ବିଦୀର୍ଣ୍ଣ ହେଇଯାଉଛି। ଯୋଉ ପ୍ରହାର ସେଇଟା କଷ୍ଟକର ନଥିବ ତାଙ୍କ ପାଇଁ, ଯୋଉ ନିନ୍ଦା କରାଯାଉଛି, ଯୋଉ ଅପମାନର କଥା କୁହାଯାଉଛି, ମୁଁ ସମ୍ପୂର୍ଣ୍ଣ ଭାରଗ୍ରସ୍ତ ହୋଇଅଛି, ପୁଣି କେହି ଦୟା ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ଅପେକ୍ଷା
ବେଳେବେଳେ ଆପଣଙ୍କର ଖ୍ରୀଷ୍ଟିଆନ ଜର୍ଣ୍ଣିରେ ଆପଣଙ୍କୁ ମଧ୍ୟ ଦୟା କରିବା ପାଇଁ କେହି ନଥିବେ। ଆପଣ ଭାବୁଥିବେ ମତେ ସିଏ ସାହାଯ୍ୟ କରିବେ, ଇଏ ସାହାଯ୍ୟ କରିବେ, କିଏ କରିବେ? କେହି କରିବେ ନା। ସାନ୍ତ୍ୱନାକାରୀ ମାନଙ୍କୁ ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ। ଆପଣଙ୍କୁ ସାନ୍ତ୍ୱନା କରିବା ପାଇଁ ମଧ୍ୟ କେହି ନଥିଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ଦୁଃଖର ପଦଚିହ୍ନ ଦେଇ ଆପଣଙ୍କୁ ଯିବା ପାଇଁ ପଡିବ। ଆପଣଙ୍କ ଲାଇଫରେ ମଧ୍ୟ ଏଇ ଟାଇମ ଆସିପାରେ। ମୁଁ ପ୍ରଭୁଙ୍କ ଦାସ ଭାବରେ କହୁଛି, ମୁଁ ଆଶୀର୍ବାଦର କଥା କୁହେ, ସୁସ୍ଥତାର କଥା କୁହେ, କିନ୍ତୁ ତା ସହିତ ଏଇଟା ମଧ୍ୟ କହିବା ପାଇଁ ଚାହେଁ ଯେ ଆପଣଙ୍କ ଲାଇଫରେ ଏଇ ସିଚୁଏସନ ଆପଣଙ୍କୁ ରହି ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଆମମାନଙ୍କୁ ଏଇଟା ବୁଝିବା ପାଇଁ ପୁଣି ଥରେ ସେଇ 102:7 ଟିକେ ଆଉ ଥରେ ପଢନ୍ତୁ। ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାଠି ଥିବା ଘର ଚଟିଆ ତୁଲ୍ୟ ହୋଇଅଛି। କଣ ଏକାକୀ? ଯୀଶୁଙ୍କର ଶେଷ ରାତ୍ର ବହୁତ ପେନଫୁଲ ଥିବ, ପାଖରେ କେହି ନାହିଁ। ପିତର ମଧ୍ୟ ସ୍ୱୀକାର କରି ପଳାଉଛନ୍ତି, ମୁଁ ତାଙ୍କୁ ଜାଣିନାହିଁ ସେ କିଏ। ଆପଣଙ୍କ ଲାଇଫରେ ମଧ୍ୟ ଟଫ୍ ଟାଇମ ଆସିବ, ଉଜାଗର ରହିବେ, ନିଃସଙ୍ଗ ରହିବେ, କିନ୍ତୁ ମନେ ରଖିଥାନ୍ତୁ ଗୌରବାନ୍ୱିତ ହେବା ପାଇଁ ଗୋଟେ ଦିନ ଅଛି। ଆପଣ ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ। 102:11 ଟିକେ ପଢିବେ। ମୋହର ଦିନ ସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହୋଇଅଛି। ହଁ, ତୃଣ ପରି ଶୁଷ୍କ ହୋଇଅଛି। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ଦିନ ଏ ପ୍ରକାର ଗତି କରିପାରେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। କାହିଁକି ଏଇଟା ମୁଁ ଆପଣମାନଙ୍କ ସମ୍ମୁଖରେ ରଖିଲି ଯେ ଆଗାମୀ ସମୟରେ ଏମିତି କଷ୍ଟ ଆପଣଙ୍କୁ କେହି ନ କହୁଥିଲେ ରୋଗ ଆସିବ ନାହିଁ, ଅଭାବ ଆସିବ ନାହିଁ, ସମସ୍ୟା ଆସିବ ନାହିଁ, ତାଡ଼ନା ଆସିବ ନାହିଁ, ନିନ୍ଦା ଆସିବ ନାହିଁ। ଏଇ ଶିକ୍ଷାରେ ଆପଣ ଭାସିବେ ନାହିଁ। ଖ୍ରୀଷ୍ଟଙ୍କର ଦୁଃଖ ଭୋଗର ପଦଚିହ୍ନ ଦେଇ ଆପଣଙ୍କୁ ମତେ ଗତି କରିବା ପାଇଁ ପଡିବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। এই ବାକ୍ୟ ଗୁଡ଼ିକ ଦ୍ୱାରା ଆମେ ଆଜି ନିଜକୁ ବଳିଷ୍ଠ କରୁ, ଆମେ ପ୍ରଭୁରେ ନିଜକୁ ମଜବୁତ କରୁ, ଯେପରି ଆମେ ଆଗକୁ ଆହୁରି ଆହୁରି ଆମେ ବଳିଷ୍ଠ ହେବାର ଅଛି। ସାଧୁ ପାଉଲ କଲୋସିୟ ମଣ୍ଡଳୀ କଣ ଲେଖୁଛନ୍ତି? କଲୋସିୟ ତାର 1:24 ଟିକେ ପଢିବେ। କଲୋସିୟ 1:24। ମୁଁ ତୁମମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖ ଭୋଗ କରୁଅଛି ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଲେଶ ଭୋଗ ବାକି ଅଛି ତାହା ମୁଁ ତାହାଙ୍କ ଶରୀର ରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି। ବାସ୍ ସାଧୁ ପାଉଲ ଏଇଟା କହୁଛନ୍ତି, ନାଇଁ ମତେ ଦୁଃଖ ଭୋଗ ମତେ ସହିବାକୁ ପଡିବ। ଏଇଟା ହଉଛି ବିବ୍ଲିକାଲ ଟିଚିଂ। ସାଧୁ ପାଉଲ କହିଥାନ୍ତେ ନାଇଁ ଯୀଶୁ ଦୁଃଖ ଭୋଗ କରିଛନ୍ତି, ଆମକୁ ଦୁଃଖ ଭୋଗ କରିବାକୁ ପଡିବ ନାହିଁ, ସେଇଟା କହୁନାହାନ୍ତି। ଯୋଉ ଦୁଃଖ ଭୋଗ ବାକି ଅଛି ସେଇଟା ମତେ ଭୋଗିବା ପାଇଁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କ ପାଇଁ ମୋ ପାଇଁ କିଛି ଦୁଃଖ ଛାଡିକି ଯାଇଛନ୍ତି। ଆଉ କୃଷକ କହିଛନ୍ତି ତୁମ ପାଇଁ ମୁଁ ଯେମିତି କୃଷକ ହେଇକି ଯାଇଛି, ତୁମକୁ ବି ଡେଇଲି କୃଷକଟେ ରହିଥିବ, ଆଉ ସେ କୃଷକ ବହନ କରିଥିବେ ମୋ ପଛରେ ଆସିବ। ସାଧୁ ପାଉଲ କଣ କହୁଛନ୍ତି? 2 Corinthians ତାର 4:8 ଆଉ 9। ଆମ୍ଭେମାନେ ସର୍ବ ପ୍ରକାର କ୍ଲେଶ ଭୋଗ କରୁଅଛୁ ତଥାପି ଅବରୁଦ୍ଧ ନହୁଁ, ହତବୁଦ୍ଧି ହେଉଅଛୁ ତଥାପି ନିରାଶ ନହୁଁ, ତାଡ଼ନା ପ୍ରାପ୍ତ ହେଉଅଛୁ ତଥାପି ପରିତ୍ୟକ୍ତ ନହୁଁ, ଅଧପତିତ ହେଉଅଛୁ ତଥାପି ବିନଷ୍ଟ ନହୁଁ। ତାପରେ ଆପଣ 10 ପଦ ପଢି ଦିଅନ୍ତୁ। ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁ ଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। ପ୍ରିୟ ଭାଇ ଭଉଣୀ ମାନେ, ଏଇଟା ହଉଛି ସବୁଠାରୁ ଆମ ପାଇଁ ଗୋଟେ ଭରସା କର, ସାନ୍ତ୍ୱନା କଣ ଲେଖାଯାଉଛି? ଆମେ ମାନେ ସର୍ବ ପ୍ରକାର କ୍ଲେଶ ଭୋଗ କରୁଅଛୁ ତଥାପି ଅବରୁଦ୍ଧ ନହୁଁ, ହତବୁଦ୍ଧି ହଉଛୁ ତଥାପି ନିରାଶ ନହୁଁ, ତାଡ଼ନା ପ୍ରାପ୍ତ ହଉଛୁ ତଥାପି ପରିତ୍ୟକ୍ତ ନହୁଁ, ଅଧପତିତ ହଉଛୁ ତଥାପି ବିନଷ୍ଟ ନହୁଁ। ଆମେ ମାନେ ସର୍ବଦା ଯୀଶୁଙ୍କ ଦୁଃଖ ଭୋଗ ଶରୀରରେ ଅନୁଭବ କରୁଅଛୁ। ସେଇଟା ମୁଁ କୁହେ, ଏଇ କ୍ୟାନ୍ସର ପାଇଁ, ଏଇ ଡାଇବେଟିସ୍ ପାଇଁ, ଏଇ ଟ୍ୟୁମର ପାଇଁ ୱରିଡ୍ ହୁଅନ୍ତୁ ନାହିଁ। ଏଇ ଦୁଃଖ ନାହିଁ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ଶରୀର ଆସିବାର ଅଛି। ସେଇ ପେନ୍ ଆମକୁ ବଢିବାର ଅଛି, ଆଗକୁ ଖ୍ରୀଷ୍ଟଙ୍କର ପଦାଙ୍କ ଦେଇ ଆଗକୁ ବଢିବାର ଅଛି। ଏ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆଜି ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କ ସମ୍ମୁଖରେ ବାକ୍ୟଟା ରଖିବା ପାଇଁ ଚାହିଁଲି, ଯେପରି ଆପଣ ଆଉ ମୁଁ ଆଗାମୀ ସମୟରେ ଯୋଉ ଦୁଃଖ ଭୋଗ ରହିଛି, ଯୋଉ କଷ୍ଟ ରହିଛି, ତା ଆମେ
ଆଗକୁ ଆଗକୁ ଆମେ ବହନ କରିକି ଯିବୁ। ଯଦି ଆପଣ ଗୋଟେ ପଦ ପଢିବେ ରୋମିଓ ତାର 8 ପର୍ବ 36 ପଦ। ଯେପରି ଲେଖା ଅଛି, ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ, ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ। କଣ ଲେଖାଯାଉଛି? ଆମ୍ଭେମାନେ ତୁମ୍ଭ ନିମନ୍ତେ ସମସ୍ତ ଦିନ ନିହତ ହେଉଅଛୁ, ସମସ୍ତ ଦିନ ନିହତ ହେଉଅଛୁ, ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହେଉଅଛୁ। ତଥାପି ଯାମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ମାନେ ଏ ସମସ୍ତ ବିଷୟରେ ସର୍ବତ ଭାବେ ବିଜୟୀ ଅଟୁ। ହାଲେଲୁୟା। ଯାହାକୁ ପ୍ରେମ କଲେ, ମୋର ପ୍ରିୟ ମାନେ ସେଇ କୃଷ୍ଣର ପ୍ରେମକୁ ଥରେ ଅନେଇ ଦେଲେ, ସେ କୃଷ୍ଣର ତ ଯୀଶୁକୁ ଥରେ ଅନେଇ ଦେଲେ। ମୁଁ ଆଜି ଆପଣଙ୍କୁ ଏଗୁଡାକ କାହିଁକି କହିଲି ଯେ ଆମର ଜୀବନରେ ଏ ଦୁଃଖ କଷ୍ଟ ଆସିବ, ଆମେ କେବଳ ଖ୍ରୀଷ୍ଟଙ୍କୁ ଦେଖିବା। ଆଜିର ସମୟରେ ଆମେ ଯୋଉ ପ୍ରୋସ୍ପେରିଟି ଟିଚର ମାନଙ୍କୁ ଦେଖୁଛୁ, ଅନ୍ୟ ପ୍ରଚାରକ ପାଲକ ମାନଙ୍କୁ ଦେଖୁଛୁ, କାହାକୁ ଦେଖୁଛୁ? ଝୁଟି ପଡିବେ। ଆପଣ ଖ୍ରୀଷ୍ଟଙ୍କୁ ଦେଖିକି ଚାଲନ୍ତୁ, ଖ୍ରୀଷ୍ଟଙ୍କର ପଦ ଚିହ୍ନ ଦେଇ ଯାଆନ୍ତୁ। ଏଇ ଦୁଃଖ ଭୋଗ ମଧ୍ୟରେ ଆମକୁ ଯିବା ପାଇଁ ପଡିବ। ଆଜି ଆମେ ଆପଣଙ୍କୁ ପ୍ରସ୍ତୁତ କରୁ। ଆମର ଖ୍ରୀଷ୍ଟିଆନ ଜର୍ଣ୍ଣିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୁଃଖ ରହିଥିବ, କିନ୍ତୁ ଖ୍ରୀଷ୍ଟଙ୍କୁ ସାକ୍ଷାତ କଲା ପରେ ବାଇବେଲ କହୁଛି ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବୁ। ସେ ଯେପରି ଗୌରବଯୁକ୍ତ ଶରୀର ନେଉଥିଲେ, ଆମେ ବି ସେପରି ଗୌରବଯୁକ୍ତ ଶରୀର ତାହାକୁ ଦେଖିବୁ। ପ୍ରିୟ ଭାଇ ଭଉଣୀ ମାନେ, ହୁଏତ ଆଜି ଆପଣଙ୍କ ଜୀବନରେ ଦୁଃଖ ଅଛି, ନୈରାଶ୍ୟ ଅଛି, କଷ୍ଟ ଅଛି, ଅପମାନ ଅଛି। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଚକ୍ଷୁ ବନ୍ଦ କରିବା। ଏ ଜାଗୃତି ମହୋତ୍ସବରେ ଆମେ ନିଜକୁ ପୁଣି ଥରେ ସଜାଡ଼ିବା, ଆମେ ନିଜକୁ ପୁଣି ଥରେ ତିଆରି କରିବା, ଆମେ ନିଜକୁ ପୁଣି ଥରେ ସମ୍ଭାଳିବା। এই বাক্য ଆପଣଙ୍କ ପାଇଁ ମୋ ପାଇଁ ଅଟେ। ଆଗାମୀ ଦିନ ଗୁଡାକ ଯୋଉ କ୍ରୁସିଆଲ ମୁଭମେଣ୍ଟ ବି ଆମେ ଯିବାକୁ ପାଇବନି, ମାନେ ସେଇ ଦିନ ପାଇଁ ବାକ୍ୟ ଅଟେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ମାନେ ପାରିବେ ଦୟାକରି ଆଣ୍ଠୁରେ ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବରେ ପ୍ରାର୍ଥନା କରିବା। ଆସନ୍ତୁ ସମସ୍ତେ ଆଣ୍ଠୁରେ ଆସିବା ପାଇଁ ଚେଷ୍ଟା କରିବା ଆଉ ପ୍ରାର୍ଥନା କରିବା ପାଇଁ ଯିବା। ଓ ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ଯୋଉ ବାକ୍ୟ ଶୁଣିଲୁ, এই ବାକ୍ୟ ଆପଣଙ୍କ ପାଇଁ ମୋ ପାଇଁ ଅଟେ। এই বাক্য প্রভু আপনার নিমন্তে মো নিমন্তে রক্ষিছেন। এই বাক্য দ্বারা আমি খ্রিস্টଙ୍କର ଦୁଃଖ ଭୋଗର ପଦାଙ୍କ ଅନୁସରଣ କରି ଯିବା ପାଇଁ, ଆମର ବିଶ୍ୱାସର ନେତା ଏବଂ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଯିବା ପାଇଁ। ଲାଇଫରେ ଗୁଡାଏ ସମସ୍ୟା ଆସିବ, ଅପମାନ ଆସିବ, ନିଃସଙ୍ଗତା ଆସିବ। ଆଜି ପ୍ରାର୍ଥନା କରିବା କି ପ୍ରଭୁ ମତେ କୀଟ କର ବୋଲି, ମତେ କୀଟ ସ୍ୱରୂପ କର ପ୍ରଭୁ। ଓ ପ୍ରିୟ ଭାଇ ଭଉଣୀ ମାନେ, ଅକାରଣରେ ଆପଣ ଅପମାନିତ ହେବେ, ଅକାରଣରେ ଆପଣ ନିନ୍ଦିତ ହେବେ, ଆପଣ ପ୍ରିୟଜନ ମାନଙ୍କ ଦ୍ୱାରା ଉପେକ୍ଷିତ ହେବେ, ଅକାରଣରେ ଆପଣଙ୍କ ଲାଇଫରେ ଆପଣ ଗୁଡାଏ ପରିସ୍ଥିତି ମାନ ଦେଇଯିବେ। କିନ୍ତୁ ଏଇଟା ଆପଣଙ୍କୁ କଣ କରୁଛି ଯେ ଖ୍ରୀଷ୍ଟଙ୍କର ପଦ ଚିହ୍ନ ଦେଇ, ଦୁଃଖ ଭୋଗର ପଦ ଚିହ୍ନ ଦେଇ ଆପଣ ଗମନ କରୁଛନ୍ତି। ଯେପରି ଯାତ୍ରା ଶେଷରେ ଖ୍ରୀଷ୍ଟଙ୍କୁ ସାକ୍ଷାତ କରେ, ଯାତ୍ରା ସରିବ, ଏ ପଦ ଚିହ୍ନ ପ୍ରଭୁ ଆପଣଙ୍କ ପାଇଁ ଯେତେ ଦିନ ରଖିଛନ୍ତି, ସେ କୃଷକୁ ଯିବେ, କୃଷରେ ମରିବେ, ଅପମାନିତ ହେବେ, ଲଜ୍ଜିତ ହେବେ, କିନ୍ତୁ ମୃତ୍ୟୁ ପରେ ଆପଣ ପୁନରୁତ୍ଥିତ ହେବେ, ଗୌରବଯୁକ୍ତ ଶରୀର। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତର ପ୍ରଥମ ଦିନରୁ ଜଗତର ଶେଷ ଦିନ ପର୍ଯ୍ୟନ୍ତ ଥିଲେ। ପ୍ରତ୍ୟେକ ଦିନ ଦୁଃଖ, ଅପମାନ, ନିନ୍ଦା, ଅନେକଙ୍କର ମଙ୍ଗଳ ସାଧନ କଲେ, କିନ୍ତୁ ଦୁଃଖ ମଧ୍ୟ ଦେଇଗଲେ। ଆଜି ପ୍ରାର୍ଥନା କରିବା କି, ଆମେ ସମର୍ପିତ ହେବା କି, ପ୍ରଭୁଙ୍କୁ କହିବା କି ପ୍ରଭୁ ମତେ ସାହାଯ୍ୟ କର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଭାବୁଥିଲୁ ଯେ ଯୀଶୁଙ୍କ ପଛରେ ଗଲେ ଆହୁରି ଆମକୁ ଆରାମ ମିଳିବ। ଏତେ ପ୍ରାର୍ଥନା କରୁଛି, ଏତେ ଆରାଧନା କରୁଛି, ଏତେ ଉପାସନା କରୁଛି, ଏତେ ଫାଷ୍ଟିଂ କରୁଛି, ମୋର ପରିସ୍ଥିତି ବଦଳିଯିବ। ମୋର ପ୍ରିୟ ଭାଇ ଭଉଣୀ ବଦଳିଲେ ପ୍ରେଜ୍ ଦ ଲର୍ଡ। ଯଦି ପ୍ରଭୁ ଆପଣଙ୍କୁ ସେ ପରିସ୍ଥିତିରେ ରଖିବା ପାଇଁ ଚାହୁଁଛନ୍ତି, ଆପଣ ସେଇଠି ସ୍ଥିର ହୋଇ ରହିଯାଆନ୍ତୁ, କାରଣ ଆମମାନଙ୍କୁ ଦୁଃଖ ଭୋଗର ପଦ ଚିହ୍ନ ଦେଇ ଆଗକୁ ବଢିବାର ଅଛି। ଓ ଲର୍ଡ ହାଲେଲୁୟା। ମାନେ ପ୍ରଭୁଙ୍କ ଆଡକୁ ଦେଖନ୍ତୁ। ସାଧୁ ପାଉଲ କହୁଛନ୍ତି, ତୁମମାନଙ୍କ ଚକ୍ଷୁ ସମ୍ମୁଖରେ ତ କୃଷରେ ହତ ଯୀଶୁଙ୍କର ଛବି ଅଙ୍କିତ ହୋଇଥିଲା।
କିଏ ତୁମକୁ ମୋହିତ କଲା? ସମ୍ମାନ ବିତସ୍ତତ କରି ରଖୁଛି ଅନ୍ୟ ସୁସ୍ଥାଚାର, ଅନ୍ୟ ଖ୍ରୀଷ୍ଟ এই আশীর্বাদ বিচলিত হয়ে যাচ্ছু। প্রিয় ভাই ভোর মানে সন্ধ্যাରେ ପବିତ୍ର ଆତ୍ମା ପରମେଶ୍ୱର ଆପଣଙ୍କ ମଧ୍ୟରେ ତାଙ୍କର ବାକ୍ୟ ଦ୍ୱାରା ସଚେତନ ଜାଗ୍ରତ କରିଛନ୍ତି। ଓ ଲର୍ଡ ହାଲେଲୁୟା। Jesus, hallelujah. प्रभु दया करो राजा, दया करो राजा, दया करो राजा, दया करो राजा। भाई भौणी मारे आसक्त प्रार्थना करिबा, प्रभु को हस्तरे समर्पित होई जिबा, प्रभु को कहिबा प्रभु आदि ठारू मो जीवन दुख आसिले, नैराश्य आसिले, निंदा आसिले, अपमान आसिले, कारण आसिले सुद्धा प्रभु मो विचलित हेबि नाही। ओ प्रभु मते दया करो बोली प्रार्थना करନ୍ତୁ। हे मोर प्रिय भाई भौणी माने एई संध्या आपनको भाई मो पाए प्रस्तुत संध्या अटे। आगामी दिन मान का हम लाइफ रे जेते क्रुशियल मोमेंट आसिले मध्य सही पद चिन्ह रे आमे पाद रखिकी जीवु। आम पूर्वरु जे यात्रा करिसंती जो यीशु तांकर पाद जोठी जोठ रखिकी जाइसंती आम ईश्वर को संतान भाव सही स्थान मार्ग आम पाद चिन्ह पड़िबा दरकार। Yes, Lord. Hallelujah. 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 Oh, प्रिय भाई भौणी माने आत्म प्रार्थना सहित आपण आपण जीवन को पुणी थे समर्पित करवा, पुणी थे प्रभु को समर्पित हवा, प्रभु को कहवा प्रभु आज ठारू प्रभु मो जीवन रे प्रभु यीशु ख्रीष्टंकर जो दुख भोग बाकी अच्छी प्रे प्रभु प्रतिदिन प्रभु से प्रकार परिस्थिति मान दे मत कीट स्वरूप कर प्रभु। हालेलुया जीसस, थैंक यू लॉर्ड, थैंक यू लॉर्ड, थैंक यू लॉर्ड, थैंक यू लॉर्ड। महामंगल में स्वर्गस्थ पिता आपण पवित्र नाम प्रशंसा और धन्यवाद करुछु प्रभु। आज संध्या समय आप समस्त सहित कथा आम समस्त जीवन में प्रभु आप वाक्य द्वारा पुणी थे आम जागृत कर प्रभु। आगामी जीवन में जिते प्रकार परिस्थिति आसुना कहीं जिते अपमान आसुना कहीं निंदा ताड़ना आसुना कहीं प्रभु से समस्त को अपमान कर आगे पारे प्रकार अनुग्रह करो पवित्र आत्मा परमेश्वर आम प्रत्येक उनको बलिष्ठ करो प्रभु। आम निसंगता समय आमको बल दियो, दिगहरा है समय आमको पथ देखे दियो, अंधकार पूर्ण समय आलो स्वरूप हुए प्रभु। आम प्रत्येक को दया करो। आज जिते जन प्रभु आम सहित जूम रे यूट्यूब रे जड़ित होती प्रत्येक को यीशु नाम रे आशीर्वाद करुछि पिता। दया कर सहित परमेश्वर को आगामी दिन मान आप संपर्क आहरी बलिष्ठ होगापाई आपण से अधिक लगी रही साहाय्य करो प्रभु। दुख आसु, निंदा आसु, अपमान आसु, जे प्रकार परिस्थिति आसुना कहीं आपण सहित लगी रही अनुग्रह करो प्रभु। এই দিন গুড়াক প্রভু অনেক সাহায্য লড়ুছু কেই দিয়ন্তা কি কেই মোর কার্যটি করন্তা কি কে মোর সপক্ষে পদে কুহতা কি কেই মোর সপক্ষে ঠিয়া হুଅନ୍ତା কি লর্ড উই আর লোনলি आम कहानी उपस्थिति पाई पारुना प्रभु। अनेक परिस्थिति आम चारिआडे अनेवा समय कहीं साहाय्य करने नहांती प्रभु। एपरी समय आपण ही आम पथ प्रदर्शक करती, आपण ही आम मार्गदर्शक करती। ए पवित्र आत्मा परमेश्वर आमान का आहरी बलिष्ठ करो प्रभु। यही दिन संगति आहरी ओ बलिष्ठ रही अनुग्रह करो। आज जिते जन प्रभु दुख दे जाउछंती, अपमान दे जाउछंती, कष्ट दे यात्रा दे जाउछंती प्रत्येक आशीर्वाद करो प्रभु। से मनर वेदना आप जानती, आवश्यकता आप जानती, निसंगता आप जानती प्रभु, अकुहा वेदना आप जानती प्रभु। दया कर आप साहाय्य करंतु। ए दया स्वर्गस्थ पिता धन्यवाद दउछ दिन मान आप शिखाउथिबारु आम सहित कथा होथिबारु धन्यवाद दउछ। साहाय्य कर प्रभु जेपरि आम समस्ते आपण दोस्त जड़ित रही पारि अनुग्रह करंतु
ପ୍ରଭୁ ଆପଣ ଯୋଉ କୃଷ ବହନ କରି ଯିବା ପାଇଁ କହିଛନ୍ତି ସେ କୃଷ ବହନ କରିକି ଯିବୁ। ସେ ଅପମାନର ପାତ୍ରକୁ ବହିକି ଯିବୁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କର, ପ୍ରତ୍ୟେକଙ୍କୁ ଦୟା କର। ଆପଣଙ୍କ ଦାସ ଭାବରେ ମୁଁ ସମସ୍ତଙ୍କୁ ଆଶୀର୍ବାଦ କରୁଛି, ଯୀଶୁଙ୍କ ନାମରେ ଆଶୀର୍ବାଦ କରୁଛି। ଆପଣଙ୍କ ଆଶୀର୍ବାଦ ସେମାନଙ୍କ ସଙ୍ଗ ଧରୁ ପ୍ରଭୁ। ଗୁପ୍ତ ମାଗୁଣି ପ୍ରାର୍ଥନା ଶୁଣ, ଯେଉଁମାନେ ଦୁଃଖରେ, ନୈରାଶ୍ୟରେ, ଅଭାବରେ, ନିଃସଙ୍ଗତାରେ ଆପଣ ପ୍ରିୟଜନକୁ ହରାଇ ପ୍ରଭୁ ସାନ୍ତ୍ୱନା ଚାହୁଁଛନ୍ତି। ପବିତ୍ର ଆତ୍ମା ପରମେଶ୍ୱର ସାନ୍ତ୍ୱନା ଦିଅନ୍ତୁ ସହିତ ପରମେଶ୍ୱର। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦିଏ। ଏ ପ୍ରାର୍ଥନାଟି ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି ରାଜା, ଆମେନ୍। ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ପବିତ୍ର ଆତ୍ମା ପରମେଶ୍ୱରଙ୍କ ଶାନ୍ତି, ଶକ୍ତି, ସହଭାଗିତା, ଚେତନା ଏବଂ ପରାମର୍ଶ ଯୀଶୁ ଖ୍ରୀଷ୍ଟଙ୍କୁ ମେଘମାଳା ସାକ୍ଷାତ କରିବା ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍।